ନମସ୍କାର। ଆଜିର ଏଇ ଗଭୀର ଅନୁଧ୍ୟାନକୁ ସ୍ୱାଗତ। ଆଜି ହେଉଛି 12 ମେ 2026। ଆମେ ଯଦି ଦେଖିବା ନା, ଗୋଟିଏ ପଟେ ସରକାର ଭିଜନ 2036 ଅଧୀନରେ ନୂଆ ଓଡ଼ିଶା ଗଢ଼ିବା ପାଇଁ 1130 କୋଟି ଟଙ୍କାର ସ୍ମାର୍ଟ ପ୍ରକଳ୍ପ ସବୁ ପାସ୍ କରୁଛନ୍ତି। ହଁ, ବହୁତ ବଡ଼ ବଜେଟ୍ ସେଇଟା। ଏକ୍ଜାକ୍ଟଲି। ଆଉ ଠିକ୍ ଅନ୍ୟପଟେ ମାନେ ଆମର ରାଜଧାନୀ ଭୁବନେଶ୍ୱରର ରାସ୍ତାରେ ଗୋଟେ ମୁକୁଳା ଡ୍ରେନ୍ରେ ପଡ଼ି ଜଣେ ସାଧାରଣ ନାଗରିକଙ୍କର ଅକାଳ ବିୟୋଗ ଘଟୁଛି। ତେଣୁ ଆଜିର ମିଶନ ହେଉଛି ଠିକ୍ ଏଇ ବିରୋଧାଭାସକୁ ଖୋଲିବା। ସତ କଥା। ଆଜିର ପରିସ୍ଥିତି ଏମିତି ହୋଇଛି ଯେ ସ୍ଥାନୀୟ ପ୍ରଶାସନିକ ନିଷ୍ପତ୍ତିଠୁ ଆରମ୍ଭ କରି ଆନ୍ତର୍ଜାତୀୟ କୂଟନୀତି ସବୁକିଛି ମାନେ ଗୋଟିଏ ସୂତାରେ ବନ୍ଧା ହୋଇ ରହିଛି। ଠିକ୍ କହିଲେ। ଭିତ୍ତିଭୂମି ବିକାଶର ନକ୍ସା, ମିଶନ ଶକ୍ତିର ନୂଆ ରୂପ, ଚାଷୀଙ୍କ ହାହାକାର ଆଉ ସାତ ସମୁଦ୍ର ପାର ଆମେରିକା, ଇରାନ, ଚୀନ ଭିତରେ ଚାଲିଥିବା ଟଳାଅଟଳା କେମିତି ଆମ ବାଁ ଗହଳିର ଚାଷୀଙ୍କ ପକେଟକୁ ପ୍ରଭାବିତ କରୁଛି, ଆଜି ଆମେ ତାର ପୂରା ଚିତ୍ର ଦେଖିବା। କିନ୍ତୁ ଆଲୋଚନା ଆରମ୍ଭ କରିବା ପୂର୍ବରୁ ମୋର ଗୋଟେ ପ୍ରଶ୍ନ ଥିଲା। ହଁ, କୁହନ୍ତୁ। ଆମେ ତ ଏଠି ବସି ନୀତି ନିୟମ କଥା କହୁଛେ, କିନ୍ତୁ ପ୍ରକୃତରେ ଲୋକଙ୍କ ଆଗ୍ରହ କେଉଁଥିରେ ଅଛି? ମାନେ ବର୍ତ୍ତମାନର ଡିଜିଟାଲ ସର୍ଚ୍ଚ ଟ୍ରେଣ୍ଡସ୍ କ'ଣ ସୂଚାଉଛି? ଲୋକେ ଇଣ୍ଟରନେଟ୍ରେ କ'ଣ ଖୋଜୁଛନ୍ତି? ଆଚ୍ଛା, ଏଇଟା ବହୁତ ଭଲ ପ୍ରଶ୍ନ। ଡିଜିଟାଲ ସର୍ଚ୍ଚ ଡାଟା ଯଦି ଆମେ ଦେଖିବା, ଏବେ ଏକ ବିପରୀତମୁଖୀ ଧାରା ଚାଲିଛି। ଗୋଟିଏ ପଟେ ଲୋକଙ୍କର ପ୍ରବଳ ଆଗ୍ରହ ରହିଛି ଅର୍ଥନୈତିକ ସହାୟତା ଉପରେ। ସବୁଠୁ ଅଧିକ ଖୋଜାଯାଉଛି ସୁଭଦ୍ରା ଯୋଜନା ଅନଲାଇନ ପଞ୍ଜୀକରଣ। ଆଚ୍ଛା, ମାନେ ଲୋକେ ଚାହୁଁଛନ୍ତି ଜାଣିବାକୁ କି ହାତକୁ ପଇସା କେବେ ଆସିବା। ଏକଦମ। ଆଉ ତା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଓଡ଼ିଶା ବଜେଟ୍ ଭାଷଣ 2026 ମଧ୍ୟ ଟ୍ରେଣ୍ଡିଂରେ ଅଛି। ତାଛଡ଼ା ରାଜନୈତିକ ଖବର ଭିତରେ ଦିଲ୍ଲୀପ ରାୟଙ୍କୁ ରାଜ୍ୟସଭାରେ ସର୍ବାଧିକ ଭୋଟ ମିଳିବା କିମ୍ବା ବିଜେଡିରୁ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ, ଏସବୁ ଉପରେ ଲୋକଙ୍କର ତୀକ୍ଷ୍ଣ ନଜର ରହିଛି। ଏସବୁ ତ ଗଲା ରାଜନୀତି ଆଉ ଯୋଜନା କଥା। ଆଉ ଅନ୍ୟ ଦିଗଟା କ'ଣ? ଅନ୍ୟ ଦିଗଟା ଟିକେ ଅନ୍ଧକାରମୟ। ଲାଇଭ୍ ନ୍ୟୁଜ୍ ଷ୍ଟ୍ରିମିଂରେ ଲୋକେ ବାଲିଅନ୍ତା ମବ୍ ଲିଞ୍ଚିଂ ଘଟଣା, ନୟାଗଡ଼ ହତ୍ୟାକାଣ୍ଡ ଆଉ ରାଜ୍ୟରେ ଯେଉଁ ହିଟ୍ ୱେଭ୍ ବା ଗ୍ରୀଷ୍ମ ପ୍ରବାହ ଅଲର୍ଟ ଅଛି, ଭିଜନ 2036 ବୋଲି କହୁଛେ। ହଁ, ଓଡ଼ିଶା ପ୍ରଦେଶ ଗଠନର 100 ବର୍ଷ ପୂର୍ତ୍ତି ପାଇଁ ଏହି ପ୍ରସ୍ତୁତି ଚାଲିଛି। ସେଇଆ ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ବା ପିପିପି ପ୍ରକଳ୍ପର 65ତମ ବୈଠକ ହୋଇଛି। ଏଥିରେ ସ୍ୱାସ୍ଥ୍ୟ, ନଗର ଉନ୍ନୟନ ଆଉ ପଶୁ ଟୀକାକରଣ ଭଳି କ୍ଷେତ୍ରରେ ପାଖାପାଖି 1130 କୋଟି ଟଙ୍କାର 5ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ବହୁତ ବଡ଼ ରାଶି ଏଟା। ହଁ, କିନ୍ତୁ ଏଥିରେ ବିଶେଷ କରି ଇଣ୍ଟରନ୍ୟାସନାଲ ଫାଇନାନ୍ସ କର୍ପୋରେସନ ବା ଆଇଏଫ୍ସି ସହ ସହଭାଗିତା ଉପରେ ଗୁରୁତ୍ୱ ଦିଆଯାଇଛି। ଏଠି ମୋର ଗୋଟେ ସନ୍ଦେହ ଆସୁଛି, ମାନେ ସରକାରଙ୍କ ପାଖରେ କ'ଣ ପାଣ୍ଠିର ଅଭାବ ଅଛି କି ଯେ ଆମକୁ ଆଇଏଫ୍ସି ଭଳି ବିଦେଶୀ ସଂସ୍ଥା ବା ଘରୋଇ କମ୍ପାନୀଙ୍କୁ ଡାକିବାକୁ ପଡ଼ୁଛି? ନାଇଁ, କେବଳ ପାଣ୍ଠି ଯୋଗାଡ଼ କରିବା ଏହାର ଉଦ୍ଦେଶ୍ୟ ନୁହେଁ। କଥା ହେଉଛି, ଯେତେବେଳେ ସରକାର ଏକାକୀ କୌଣସି ବଡ଼ ପ୍ରକଳ୍ପ କରନ୍ତି, ସେଥିରେ ଆର୍ଥିକ ବିପଦ କେବଳ ସାଧାରଣ ଟିକସଦାତାଙ୍କ ଉପରେ ହିଁ ପଡ଼େ। ଆଚ୍ଛା, ମାନେ ପ୍ରକଳ୍ପ ବିଳମ୍ବ ହେଲେ କ୍ଷତି ଆମର। ଏକଦମ ଠିକ୍। କିନ୍ତୁ ପିପିପି ମୋଡ୍ ଆଉ ଆଇଏଫ୍ସି ସାମିଲ ହେଲେ ସେଥିରେ ଆନ୍ତର୍ଜାତୀୟ ମାନଦଣ୍ଡ ଆସେ, ନୂଆ ଟେକ୍ନୋଲୋଜି ଆସେ, ଆଉ ସବୁଠୁ ବଡ଼ କଥା ହେଉଛି ସମୟାନୁବର୍ତ୍ତୀ ପରିଚାଳନା ହୁଏ। ରିସ୍କଟା ମାନେ ଭାଗ ହୋଇଯାଏ। ବୁଝିଗଲି। କିନ୍ତୁ ଖାଲି ଇଟା, ସିମେଣ୍ଟ ଆଉ ପୁଞ୍ଜି ଲଗାଇଦେଲେ ତ ରାଜ୍ୟର ବିକାଶ ହବନି ନା, ଯଦି ମାନବ ସମ୍ବଳର ବିକାଶ ନ ହୁଏ। ସେଥିପାଇଁ ତ ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମର ରୂପରେଖା ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି। ଏଇଟା ଏବେ ଗୋଟେ ସ୍ୱତନ୍ତ୍ର କ୍ୟାବିନେଟ୍ ବିଭାଗ ହୋଇଯାଇଛି। ହଁ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି ଯେ 46,000 କମ୍ୟୁନିଟି ରିସୋର୍ସ ପର୍ସନ ବା ସିଆର୍ପିଙ୍କୁ ସ୍ମାର୍ଟଫୋନ୍ ଦିଆଯିବ। ଆଉ ତା ସହ ଓଡ଼ିଆ ଅସ୍ମିତାର ପରିଚୟ ଥିବା ଏକ ସ୍ୱତନ୍ତ୍ର ଶାଢ଼ୀ ମଧ୍ୟ ବଣ୍ଟାଯିବ। ଆଉ ଯଦି ଆମେ ତଥ୍ୟ ଦେଖିବା, ବର୍ତ୍ତମାନ ସାରା ରାଜ୍ୟରେ 6 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀରେ ପ୍ରାୟ 70 ଲକ୍ଷ ମହିଳା ଅଛନ୍ତି। ସେମାନେ ବାର୍ଷିକ 1200 କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି ଆଉ 300 କୋଟି ଟଙ୍କାର ଆୟ ବି କରୁଛନ୍ତି। ବାପ୍ରେ, 300 କୋଟି! ତାମାନେ ସରକାରଙ୍କର ଯେଉଁ ଲକ୍ଷ୍ୟ ଅଛି 1.7 ନିୟୁତ ମହିଳାଙ୍କୁ ଲକ୍ଷ୍ମପତି ଦିଦି କରିବା ପାଇଁ, ସେଇଟା ସମ୍ଭବ ହୋଇପାରେ। ସେଥିପାଇଁ ବ୍ୟାଙ୍କ ଋଣ ଉପରେ ସୁଧ ରିହାତି ବି ମିଳୁଛି। କିନ୍ତୁ ଗୋଟେ କଥା କୁହନ୍ତୁ, ମିଶନ ଶକ୍ତି ତ ଆଗରୁ ଗୋଟେ ଯୋଜନା ଭାବରେ ଭଲ ଚାଲିଥିଲା। ଏବେ ନୂଆ ବିଭାଗ ତିଆରି କଲେ କ'ଣ ହେବ? ଖାଲି ଅଧିକ ଅଫିସର, ଅଧିକ ଫାଇଲ କାମ ବଢ଼ିବାନି?
ଦେଖନ୍ତୁ, ଗୋଟିଏ ଯୋଜନା ଆଉ ଗୋଟେ ପୂର୍ଣ୍ଣାଙ୍ଗ ବିଭାଗ ଭିତରେ ଆକାଶ ପାତାଳ ଫରକ। ଯୋଜନା ଥିଲେ ପାଣ୍ଠି ପାଇଁ ଅନ୍ୟ ବିଭାଗ ଉପରେ ନିର୍ଭର କରିବାକୁ ପଡ଼େ, କିନ୍ତୁ ସ୍ୱତନ୍ତ୍ର ବିଭାଗ ହେଲେ ତାଙ୍କର ନିଜସ୍ୱ ବଜେଟ୍ ରହିବ। ସେମାନେ ସିଧାସଳଖ ନୀତି ନିର୍ଦ୍ଧାରଣ କରିପାରିବେ। ଆଚ୍ଛା, ଯେମିତିକି ସେମାନେ ବ୍ୟାଙ୍କ ସହ ଆନୁଷ୍ଠାନିକ ଚୁକ୍ତି ସିଧା କରିପାରିବେ। ଏକଦମ। ଆମେ ଏହାକୁ ପଶ୍ଚିମବଙ୍ଗର ଅନ୍ନପୂର୍ଣ୍ଣ ଭଣ୍ଡାର ଯୋଜନା ସହ ତୁଳନା କରିପାରିବା। ସେଠି ଜୁନ୍ 1ରୁ ମହିଳାଙ୍କୁ ମାସିକ 3,000 ଟଙ୍କା ଆଉ ମାଗଣା ବସ୍ ଯାତ୍ରା ଦିଆଯାଉଛି। ସେଇଟା ତ ମାନେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର, ସିଧା ପଇସା ଦେବା କଥା। ନିଜେ ଉତ୍ପାଦନ କରୁଛନ୍ତି, ବଜାର ସହ ଯୋଡ଼ି ହେଉଛନ୍ତି। ବୁଝିଗଲି। ଏଇଟା ମାନେ ଖାଲି ମାଛ ଖାଇବାକୁ ଦେବା ପରିବର୍ତ୍ତେ କେମିତି ମାଛ ଧରାଯାଏ ତାହା ଶିଖାଇବା ଭଳି କଥା। ତେବେ ଭିତ୍ତିଭୂମି ଆଉ ମହିଳା ସଶକ୍ତିକରଣର ଏହି ସୁନ୍ଦର ଚିତ୍ର ତ ଆମେ ଦେଖିଲେ, କିନ୍ତୁ ଯେତେବେଳେ ଆମେ କୃଷକମାନଙ୍କର ବାସ୍ତବତା ଆଡ଼କୁ ନଜର ପକାଉ ସେତେବେଳେ ପରିସ୍ଥିତି ପୂରା ଅଲଗା ଲାଗେ। ହଁ, ଗ୍ରାଉଣ୍ଡ ଜିରୋରେ ସ୍ଥିତି ବହୁତ ଜଟିଳ। ସରକାର 2036 ପାଇଁ ଯୋଜନା କରୁଛନ୍ତି, କିନ୍ତୁ ଏବେ ଆମ ଚାଷୀ ପ୍ରାକୃତିକ ବିପର୍ଯ୍ୟୟ ଆଉ ପ୍ରଶାସନିକ ସମସ୍ୟା ସହ ଲଢ଼ୁଛନ୍ତି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳଙ୍କ ଆକଳନ ଅନୁସାରେ ମେ 11ରୁ 13 ଭିତରେ ବଙ୍ଗୋପସାଗରରେ ଗୋଟେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଆଉ ଏହା ବାତ୍ୟା ହେବ କି ନାହିଁ ସ୍ପଷ୍ଟ ନୁହେଁ, କିନ୍ତୁ ଗୁମଗୁମି ଗରମ ଆଉ ହିଟ୍ ୱେଭ୍ ନିଶ୍ଚୟ ବଢ଼ାଇବ। ସେଇଆ ତ, ଖରାଦିନେ ଫସଲ ବଞ୍ଚାଇବା କଷ୍ଟ। ଆପଣ ଦେଖନ୍ତୁ, ନୂଆପଡ଼ା ଆଉ ବରଗଡ଼ା ଅଞ୍ଚଳରେ ଚାଷୀମାନେ ଲୋୟର ଇନ୍ଦ୍ର ଡ୍ୟାମ୍ରୁ ପାଣି ନ ପାଇ ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ସିଧା ଜିଲ୍ଲାପାଳଙ୍କ ସହ କଥା ହେବାକୁ ଦାବି କରୁଛନ୍ତି। ପାଣି ନ ମିଳିଲେ ଚାଷ ହେବ କେମିତି? ଖାଲି ପାଣି ସମସ୍ୟା ନୁହେଁ, ସମ୍ବଲପୁରରେ ଧାନ ବିକ୍ରିକୁ ନେଇ ଯେଉଁ ଅବସ୍ଥା ସୃଷ୍ଟି ହୋଇଛି ତାହା ଶୁଣିଲେ ଆହୁରି ଦୁଃଖ ଲାଗିବ। ଆମ୍ବାଭୋନା ବ୍ଲକରେ 2,369 ଜଣ ଚାଷୀ ପଞ୍ଜୀକରଣ କରିଥିଲେ, କିନ୍ତୁ ତାଙ୍କ ପାଖକୁ ଟୋକନ ଆସିନାହିଁ। ବାପରେ, ଏତେ ଲୋକଙ୍କର ଟୋକନ ଆସିନି? ତାମାନେ ତାଙ୍କ ଖଳାରେ ଧାନ ଏମିତି ପଡ଼ି ରହିଛି? ହଁ, କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡ଼ିଛି। ବର୍ଷା ଆଶଙ୍କା ଥିବାରୁ ଧାନ ନଷ୍ଟ ହେବାର ଭୟ ବି ଅଛି। କିନ୍ତୁ ଟୋକନ ବ୍ୟବସ୍ଥା ତ କରାଯାଇଥିଲା ଚାଷୀଙ୍କୁ ବିଚଳିଆଙ୍କ କବଳରୁ ରକ୍ଷା କରିବା ପାଇଁ, ଠିକ୍ ସମୟରେ ଧାନ କିଣିବା ପାଇଁ। ଏବେ ଏଇଟା ଏକ ଅଭିଶାପ କେମିତି ହୋଇଗଲା? ମୁଖ୍ୟ କାରଣ ହେଉଛି ଆମର ଡିଜିଟାଲ ଭିତ୍ତିଭୂମି ଆଉ ବାସ୍ତବିକ ଭିତ୍ତିଭୂମି ଭିତରେ ତାଳମେଳ ନାହିଁ। ସର୍ଭର ଡାଉନ୍ ରହୁଛି, ଜମି ରେକର୍ଡ ଯାଞ୍ଚରେ ବିଳମ୍ବ ହେଉଛି, ତାଛଡ଼ା ମଣ୍ଡିରେ ଧାନ ଉଠାଇବା କ୍ଷମତା ସୀମିତ। ତେଣୁ ଟୋକନ ଜେନେରେଟ୍ ହେବାରେ ଡେରି ହେଉଛି। ମାନେ କାଗଜ ଉପରେ ଯୋଜନା ବହୁତ ସୁନ୍ଦର, କିନ୍ତୁ କ୍ଷେତ୍ର ସ୍ତରରେ ପୁରା ଜିରୋ। କିନ୍ତୁ କଥା ଏତିକିରେ ସରୁନି, ବିଷୟଟି ଆହୁରି ଜଟିଳ। କାରଣ ଆମ ଚାଷୀ କେବଳ ଏହି ସ୍ଥାନୀୟ ସମସ୍ୟାର ଶିକାର ହେଉନାହିଁ, ସେମାନେ ଅଜାଣତରେ ଆନ୍ତର୍ଜାତୀୟ ରାଜନୀତିର ବି ଶିକାର ହେଉଛି। ସତରେ ଏଟା ବହୁତ ବଡ଼ ଦିଗଟେ। ଆମେରିକା ଆଉ ଇସ୍ରାଏଲର ଇରାନ ଉପରେ ଯେଉଁ ଉତ୍ତେଜନା ଚାଲିଛି ନା, ସେଥିପାଇଁ ବିଶ୍ୱ ବଜାରରେ ସାର ବା ଫର୍ଟିଲାଇଜର ଦର ହଠାତ୍ ବଢ଼ିଯାଇଛି। ୟୁରିଆ ଦର ପ୍ରାୟ 81% ବଢ଼ିଯାଇଛି। ମାନେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେଲେ ଆମ ଚାଷୀର ସାର ଦର କାହିଁକି ବଢ଼ୁଛି? ଏହା ହିଁ ତ ଗ୍ଲୋବାଲାଇଜେସନର ପ୍ରକୃତ ଯନ୍ତ୍ରଣା। ଭାରତ ନିଜ ଦେଶରେ ସବୁ ସାର ଉତ୍ପାଦନ କରେନି। ଆମର 25% ୟୁରିଆ, 90% ଫସ୍ଫେଟ୍ ଆଉ 100% ପଟାସ ଏସବୁ ବିଦେଶରୁ ଆମଦାନୀ ହୁଏ। ଆଚ୍ଛା, ବିଶେଷ କରି ମିଡିଲ ଇଷ୍ଟରୁ? ହଁ, ଆଉ ଯେତେବେଳେ ସେଠି ଯୁଦ୍ଧ ହୁଏ, ସମୁଦ୍ର ପଥରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୁଏ। ଇନ୍ସ୍ୟୁରାନ୍ସ ଆଉ ପରିବହନ ଖର୍ଚ୍ଚ ଏତେ ବଢ଼ିଯାଏ ଯେ ତାର ସିଧା ପ୍ରଭାବ ସାର ଦର ଉପରେ ପଡ଼େ। ବାପରେ, ଏହା ତ ଆଶ୍ଚର୍ଯ୍ୟ କଥା ଯେ ଗୋଟେ ବିଦେଶୀ ଯୁଦ୍ଧ ଆମ ଅର୍ଥନୀତିକୁ ଏମିତି ଦହଲାଇ ଦେଉଛି। ଯଦି ୟୁରିଆ 81% ମହଙ୍ଗା ହେଲା, ସରକାର ତ ଚାଷୀଙ୍କୁ ସେଇ ବର୍ଦ୍ଧିତ ଦରରେ ବିକି ପାରିବେନି। ବିଲକୁଲ ନୁହେଁ, ତାଙ୍କୁ ପୁରୁଣା ଦରରେ ହିଁ ଦେବାକୁ ପଡ଼ିବ। ତାମାନେ ସରକାରଙ୍କ ସବସିଡି ବିଲ୍ ଭୟଙ୍କର ଭାବେ ବଢ଼ିବ। ଆଉ ଏ ସବସିଡି ପଇସା ଆସିବ କେଉଁଠୁ? ସେଇ ଆମରି ଭଳି ଟିକସଦାତାଙ୍କ ପକେଟରୁ? ମାନେ ଯେଉଁ ଟଙ୍କା ଆମର ସ୍କୁଲ, ଡାକ୍ତରଖାନା ବା ରାସ୍ତା ତିଆରିରେ ଲାଗିଥାନ୍ତା, ତାହା ଏବେ ବିଶ୍ୱ ବଜାରର ମହଙ୍ଗା ମାଡ଼କୁ ସମ୍ଭାଳିବାରେ ଲାଗିବ। ଆଉ ଗୋଟେ କଥା, ଆଗକୁ ଖରିଫ ଋତୁ ଆସୁଛି। ଆମକୁ 39 ନିଉଟନ ଟନ୍ ସାର ଦରକାର ଥିବାବେଳେ ବର୍ତ୍ତମାନ ଆମ ପାଖରେ ଷ୍ଟକ୍ ଅଛି କେବଳ 20 ନିଉଟନ ଟନ୍। ସେଇଥିପାଇଁ ବୋଧେ ସରକାର ଏବେ ବାଧ୍ୟ ହୋଇ ଗ୍ଲୋବାଲ ଟେଣ୍ଡର ଡାକୁଛନ୍ତି ନା? ଏକଦମ। ଆଉ ଏଇ ଆନ୍ତର୍ଜାତୀୟ ଛକାପଞ୍ଜାର ଆଉ ଗୋଟେ ଦିଗ ବି ଅଛି। ମେ 14 ଆଉ 15 ତାରିଖରେ ବିଜିଂରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭିତରେ ବୈଠକ ଅଛି। ସେମାନଙ୍କର ଯେଉଁ ବାଣିଜ୍ୟ ଆଉ ଟେକ୍ନୋଲୋଜି ଲଢ଼େଇ, ତାହା ବିଶ୍ୱର ସପ୍ଲାଇ ଚେନ୍କୁ କଣ୍ଟ୍ରୋଲ କରେ। ମାନେ କୃଷି ଯନ୍ତ୍ରପାତିଠୁ ନେଇ କୀଟନାଶକର କଞ୍ଚାମାଲ ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହେବ।
ହଁ, ତେଣୁ ଆମ ଗାଁର ଚାଷୀଟିଏ ଯେତେବେଳେ ବିଲରେ ଧାନ ବୁଣୁଛି ତାର ଲାଭକ୍ଷତିର ହିସାବ 7 ସମୁଦ୍ର ପାର ଆମେରିକା କି ଚୀନରେ ହେଉଛି। ସତରେ ଏସବୁ ଯୋଡ଼ି ଦେଖିଲେ ମନରେ ଭୟ ଆସୁଛି। ଆଉ ଯେତେବେଳେ ସମାଜରେ ଏମିତି ଅର୍ଥନୈତିକ ଆଉ ପରିବେଶର ଚାପ ପଡ଼େ, ଲୋକଙ୍କ ଧୈର୍ଯ୍ୟ ଭାଙ୍ଗିଯାଏ। ଆଇନ ଶୃଙ୍ଖଳା ଉପରେ ଏହାର ପ୍ରଭାବ ପଡ଼େ। ଏବେ ଆମେ ରାଜ୍ୟର ସାମାଜିକ ସ୍ଥିତି ଆଉ ଅପରାଧିକ ଘଟଣା ଉପରେ ନଜର ପକାଇବା। ବର୍ତ୍ତମାନ ରାଜ୍ୟରେ ଏମିତି କିଛି ଘଟଣା ଘଟୁଛି ଯାହା ପ୍ରଶାସନ ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଉଛି। ହଁ, ବିଶେଷ କରି ସେ ବାଲ୍ୟନ୍ତା ଘଟଣା। ଏକଦମ। ବାଲ୍ୟନ୍ତା ଅଞ୍ଚଳରେ ଯେଉଁ ମବ୍ ଲିଞ୍ଚିଂ ବା ଗଣପିଟୁଣି ହେଲା, ସୌମ୍ୟରଞ୍ଜନ ସ୍ୱାଇଁ ନାମକ ଯୁବକଙ୍କୁ ରାସ୍ତା ମହିରେ ପିଟି ପିଟି ମାରିଦେଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ପୋଲିସ ନିଜ ଏଫ୍ଆଇଆର୍ରେ BNS 103 ଧାରା ଲଗାଇ ନାହିଁ। ମାନେ ସାଧାରଣତଃ ତ ହତ୍ୟା ମାମଲା ରୁଜୁ ହୁଏ, କିନ୍ତୁ ଏଇ BNS 103 ପ୍ରକୃତରେ କ'ଣ? ଦେଖନ୍ତୁ, ନୂତନ ଭାରତୀୟ ନ୍ୟାୟ ସଂହିତାର ଏଇ ଧାରା 103 ସବସେକ୍ସନ 2 ଖାସ୍ କରି ଗଣପିଟୁଣି ପାଇଁ ତିଆରି ହୋଇଛି। ଯେତେବେଳେ 5 ବା ତତୋଧିକ ଲୋକ ମିଶି କାହାକୁ ମାରନ୍ତି, ସେଠି ଏଇ ଧାରା ଲାଗିବା ବାଧ୍ୟତାମୂଳକ। ଏଥିରେ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ଭଳି କଠୋର ଦଣ୍ଡ ଅଛି। ଆଉ ପୁଲିସ ଏଇଟା ନ ଲଗାଇବା ମାନେ? ନ ଲଗାଇବା ମାନେ କେସ୍ ପୁରା ଦୁର୍ବଳ ହୋଇଯିବ। ଅପରାଧୀମାନେ ଆଇନର ଗଳାବାଟ ଦେଇ ସହଜରେ ଖସିଯିବେ। ଏହା ଏକ ଭୟଙ୍କର ପ୍ରଶାସନିକ ଅବହେଳା। ଖାଲି ବାଲ୍ୟନ୍ତା ନୁହେଁ, ସାରା ରାଜ୍ୟରେ ଅପରାଧ ବଢ଼ି ଚାଲିଛି। ରାୟଗଡ଼ାରେ 18 ବର୍ଷର ଯୁବକ ନିଖିଲ ହାଡ଼ିପାଙ୍କୁ ବନ୍ଧୁକ ମୁନରେ ଅପହରଣ କରି ହତ୍ୟା କରାଗଲା। ଝାରସୁଗୁଡ଼ାରେ ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହେଲା। ସମ୍ବଲପୁରରେ ପୁରୁଣା ଶତ୍ରୁତା ପାଇଁ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ। ମାନେ ସବୁଆଡ଼େ ଅଶାନ୍ତି। ଅବଶ୍ୟ ଏହାରେ ଭିତରେ ଗୋଟେ ଭଲ ଖବର ବି ଅଛି ଯେ ନୟାଗଡ଼ରେ ବେଆଇନ ପଥର କ୍ୱାରି ମାଫିଆଙ୍କ ଦ୍ୱାରା ହୋଇଥିବା ହତ୍ୟାକାଣ୍ଡକୁ ପୋଲିସ ମାତ୍ର 12 ଘଣ୍ଟା ଭିତରେ ସମାଧାନ କରି 4 ଜଣଙ୍କୁ ଗିରଫ କରିଛି। ହଁ, ସେଠି ପୋଲିସ ଭଲ କାମ କରିଛି। କିନ୍ତୁ ଗୋଟିଏ ସଫଳତା କ'ଣ ବାକି ସବୁ ବିଫଳତାକୁ ଲୁଚାଇ ପାରିବ? ଆପଣ ନାଗରିକ ସୁବିଧା କଥା ଦେଖନ୍ତୁ। ରାଜଧାନୀ ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ପଡ଼ି ଆଉ ଜଣଙ୍କର ଜୀବନ ଗଲା। ଭୁଲ ଇଞ୍ଜେକ୍ସନ ଦିଆଯିବା ଯୋଗୁଁ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହେଲା। ଏସବୁ କ'ଣ ସୂଚାଉଛି? ଏଇଟା ଖାଲି ଆଇନ ଶୃଙ୍ଖଳା ନୁହେଁ, ଏଟା ସିଷ୍ଟମିକ୍ ବ୍ରେକ୍ଡାଉନ୍ ବା ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିଫଳତା। ଏକଦମ। ଏହା ଆମ ସମସ୍ତଙ୍କ ପାଇଁ ଏକ ବିପଦ ଘଣ୍ଟି। ରାଜଧାନୀ ଛାତି ଉପରେ ଖୋଲା ଡ୍ରେନ୍ରେ କାହାର ଜୀବନ ଯିବା, ଏହା ଦୁର୍ଘଟଣା ନୁହେଁ, ଏହା ଦାୟିତ୍ୱହୀନତା। ବାଲ୍ୟନ୍ତା କେସ୍ରେ ଦୁର୍ବଳ ଏଫ୍ଆଇଆର୍ ହେଉ କି ମୁକୁଳା ଡ୍ରେନ୍, ଏସବୁ ଦେଖିଲେ ଲୋକଙ୍କର ସରକାରୀ ବ୍ୟବସ୍ଥା ଉପର ବିଶ୍ୱାସ ତୁଟିଯାଏ। ଆଉ ବିଶ୍ୱାସ ତୁଟିଲେ ହିଁ ମବ୍ ଜଷ୍ଟିସ୍ ହୁଏ। ଲୋକେ ନିଜ ହାତକୁ ଆଇନ ନେଇ ଯାଆନ୍ତି। ହଁ, ଯାହାକି ଗୋଟେ ସୁସ୍ଥ ସମାଜର ଲକ୍ଷଣ ଆଦୌ ନୁହେଁ। ସତ କଥା। ତେବେ ଆଜିର ଏହି ବିସ୍ତୃତ ଆଲୋଚନାରେ ଆମେ ବହୁତ କିଛି ଦିଗ ଉପରେ ନଜର ପକାଇଲେ। 1130 କୋଟିର PPP ପ୍ରୋଜେକ୍ଟ, ମିଶନ ଶକ୍ତିର ନୂଆ ଅବତାର, ସ୍ଥାନୀୟ ଚାଷୀଙ୍କ ହାହାକାର, ଗ୍ଲୋବାଲ ସାର ବଜାର ଉପରେ ଆମେରିକା ଚୀନର ପ୍ରଭାବ, ଆଉ ଶେଷରେ ଆମ ଗଳିକନ୍ଦିରେ ଘଟୁଥିବା ଅପରାଧ ଆଉ ନାଗରିକ ଅବହେଳା। ଏସବୁ ମିଶି ଆମ ସମାଜର ଏକ ନିଚ୍ଛକ ଚିତ୍ର ଦେଉଛି। ଆଉ ଏଥିରୁ ଗୋଟେ କଥା ସ୍ପଷ୍ଟ ଯେ ଉପର ସ୍ତରରେ ନୀତି ଯେତେ ଆକର୍ଷଣୀୟ ହେଲେ ବି ଯଦି ତୃଣମୂଳ ସ୍ତରରେ ତାର ସଠିକ୍ ପରିଚାଳନା ନ ହୁଏ, ତେବେ କିଛି ଲାଭ ନାହିଁ। ଏକଦମ। ଆମ ସରକାର ଭିଜନ 2036ର ସ୍ୱପ୍ନ ଦେଖୁଛନ୍ତି, ବଡ଼ ବଡ଼ ପୁଞ୍ଜି ଆସୁଛି। କିନ୍ତୁ ବିକାଶର ପ୍ରକୃତ ମାପକାଠି କ'ଣ? ସେ ଭିଜନର ସଫଳତା ସେଦିନ ପ୍ରମାଣିତ ହେବ, ଯେବେ ଜଣେ ସାଧାରଣ ଚାଷୀକୁ ନିଜ ପାଣି ଆଉ ଧାନ ଟୋକନ ପାଇଁ ରାସ୍ତାରେ ଆନ୍ଦୋଳନ କରିବାକୁ ପଡ଼ିବନି, ଆଉ ରାଜଧାନୀରେ ଯାଉଥିବା ନାଗରିକ ମୁକୁଳା ଡ୍ରେନ୍ରେ ପଡ଼ି ଜୀବନ ହାରିବେ ନାହିଁ। ଆମର ଏହି ବୃହତ୍ ଯୋଜନା ଆଉ ବାସ୍ତବତା ଭିତରେ ଥିବା ଦୂରତା କେବେ ଘୁଞ୍ଚିବ, ସେଇଟା ହିଁ ସବୁଠୁ ବଡ଼ ପ୍ରଶ୍ନ। ହଁ, ଆମେ କେବଳ ଆଶା କରିପାରିବା ଯେ ପରିସ୍ଥିତି ବଦଳିବ। ନିଶ୍ଚୟ ବଦଳିବ। ତେବେ ଆଜିର ଏହି ଗଭୀର ଅନୁଧ୍ୟାନରେ ଏତିକି। ଆଲୋଚନାରେ ଭାଗ ନେଇଥିବାରୁ ଆଉ ଏହି ଜଟିଳ ପ୍ରସଙ୍ଗଗୁଡ଼ିକୁ ଆମ ସହ ବୁଝିବାକୁ ପ୍ରୟାସ କରିଥିବାରୁ ସମସ୍ତଙ୍କୁ ଅନେକ ଅନେକ କୃତଜ୍ଞତା। ଆମର ଏ ବିଶ୍ଳେଷଣର ଯାତ୍ରା ଏମିତି ଜାରି ରହିବ।